ଏଡିଛି ମୋ ପୁଅ ଆଇଲା ସବୁ ସଂକ୍ରାନ୍ତ ସେଇ କରିଥିବେ ଯୋଉ ଡାଲା ଅଟୋରେ ଯୋଉ ପୁଅ ନେଇଥିଲା ସେ ଡ୍ରାଇଭର ସିନା ଗାଡ଼ି ମାଲିକ ସେ ଧରା ପଡ଼ିଛି। ଆଉ ଯଦି ହଉଛି ଲାଷ୍ଟକୁ ଯଦି କେହି ବି ନ ଯିବେ ମୁଁ ଘୁଷୁରିକି ବରଂ ମରିବି ସେଇ ବାଟରେ ଦିଲ୍ଲୀ ଯିବି। ପ୍ରଭୁ ପ୍ରଧାନମନ୍ତ୍ରୀ, ପ୍ରଭୁ ମୁଖ୍ୟମନ୍ତ୍ରୀ, ପ୍ରଭୁ ମାଲ ଦବନି ମା। ମୋ ପୁଅ ଛଡେ ମଣିଷ ସତ କିନ୍ତୁ ସାମାନ୍ୟ ମଣିଷ ନୁହଁ। ମୁଁ କଣ ସହିତ କହିବି? ମୁଁ ଯିବି ସେମିତି ଘୁଷୁଡିକିରି ଯିବି। କେବଳ ଆଜି ବଞ୍ଚିଛି ମୋ ପୁଅ ନ୍ୟାୟ ପାଇଁକି ମୁଁ ବଞ୍ଚିକି ଅଛି। ଫାଶୀ ଦିଆଯାଉ, ଯଦି ଫାଶୀ ନ ଦେଇ ପାରୁଛନ୍ତି ତାହେଲେ ମୋ ହାତରେ ହତିଆର ଧରିଦିଅନ୍ତୁ। ଫାଶୀ ତ ଉଠି ଯାଇଛି କହୁଛନ୍ତି ନାହିଁ ନା, ତାହେଲେ ମୋ ହାତରେ ହତିଆର ଧରିଦିଅନ୍ତୁ। ସେ ବର୍ଦ୍ଧିତା ଝିଅରୁ କାହିଁ ଖୋଲୁନାହାନ୍ତି, ତାକୁ ପାଇଁ ଆଣୁନାହାନ୍ତି, ତା ପାଇଁ ସିଡ଼ି ଦଣ୍ଡ ଦଉନାହାନ୍ତି। ଯଦି ନ ଦେଇ ପାରୁନାହାନ୍ତି ମତେ କହୁନାହାନ୍ତି, ମୁଁ ଆଣିଦେବି। ମୋ ସାମ୍ନା ପାରୁନାହାନ୍ତି, ତାକୁ ଆଣିଦେବି। କହିଲା ମୁଁ ଭୁବନେଶ୍ୱରରେ ଯଦି ରହିବି 68 ମୁଁ ରହିବି। କହିଲା ତ ମୁଁ ଯାଉଛି। ସିଏ ତାର ଏଡ଼ିଟ୍ ପାଖକୁ ଆଉ ଯିବାକୁ ଇଚ୍ଛା ନଥିଲା। ସିଏ ମୁଁ ବାଧ୍ୟରେ ବି ଯାଉଥିଲି। ସକାଳୁ ଯଦି ଯେତେବେଳେ ଭୁବନେଶ୍ୱର ଯେମିଟା କାମ ନଥିଲା ସକାଳୁ ଯାଇ ପୁରା ସକାଳୁ ଯିବ ଭାରି, ସକାଳୁ ଯାଇକି ଆସିବ 11ଟା ସାଢ଼େ 11ଟାରେ ଘରେ ଆସିବ। ନା ଅଫିସ ଫଫିସ କିଛି ନାହିଁ। ସେଇ ବାଡ଼ି ଖାଇ ଏଡ଼ିଛି ମୋ ପୁଅ ଆଇଲା ସବୁ ସଂକ୍ରାନ୍ତ ସେଇ କରୁଥିବେ। ସେ ମୋ ପୁଅ ଯେମିତି ତାର ଗଲା ନାହିଁ ତା ଘଷା ମଜା କରିବାକୁ ସାଲେରି ବନ୍ଦ କରିଦେଲା। ପୁଅ ମତେ ତ କହିଦେଲା, ସବୁବେଳେ କहे ଯେ ବୋଉ ମୁଁ ଆଉ ଚାକିରି କରିବି। ସବୁବେଳେ ମନା କରି ମୁଁ ତ କହିବି କେତେ ବର୍ଷ ହେଲା ସେ ରେଲୱେ ଚାକିରି କରୁଥିଲେ, ତାପରେ ତାଙ୍କୁ ବାହାର କରିଦେଲେ। ବିକାଶ ତ ଫାଇନାଲ ପରୀକ୍ଷା ଥିଲା ତ ଚାକିରି ପାଇଥିଲା। କଣ ବାପା କହିବି ସମସ୍ତଙ୍କୁ ତଦନ୍ତ 15 ଜଣ ଗିରଫ କରାଗଲାଣି, କିନ୍ତୁ ଯୋଉ ଚାବି ନେଇଥିଲା ସେ ଭଦ୍ରଲୋକ ତାକୁ ଏ ଯାଏଁ ଧରାଯାଇନି। ପୋଲିସ ମାନେ ଦେଖୁଥିଲେ ଡାଲା ଅଟୋ ଯିଏ ନେଇଥିଲା ତାକୁ ସେ ଧରା ପଡିଛି। ଯୋଉ ଡାଲା ଅଟୋରେ ଯୋଉ ନେଇଥିଲା ସେ ଡ୍ରାଇଭର ସିନା ଗାଡ଼ି ମାଲିକ ସେ ଧରା ପଡିଛି। ମୁଁ ଜାଣିନି, ପଚାରୁଛି ତ ମୁଁ ଜାଣିନି। ତାଙ୍କୁ ତଦନ୍ତ ବି କରାଯାଇନି ଏଯାଏଁ ପୋଲିସ ମାନେ ଯୋଉ ଥିଲେ ସେମାନଙ୍କୁ କେବଳ ସସ୍ପେଣ୍ଡ କରାଯାଇଛି, ତାଙ୍କୁ ସସ୍ପେଣ୍ଡ କରାହେଇଛି କାହିଁ, କ'ଣ ପାଇଁ? ସେ ଖୁସିରେ ଯିବେ, ସସ୍ପେଣ୍ଡ କରାହେଲା, ଅଧା ଦରମା ପାଇବେ। ତାଙ୍କ ପୁଅ ମାନଙ୍କ ପାଖରେ, ତାଙ୍କ ମା ମାନଙ୍କ କୋଳରେ ଭାରି ଭଲରେ ତାଙ୍କ ମା ପୁଅ ସେ ସବୁ ମିଶିକି ଭଲ ଖୁସି ବାସି କରିବେ। ତାଙ୍କୁ ଯୋଉ ସସ୍ପେଣ୍ଡଟା କରାହେଇଛି ଅଧା ଦରମା ପାଇବେ, ଆରାମସେ ଦିନ କାଳିକା ଗରମ ହଉଛି ଏସି ରୁମରେ ଡିଟ୍ ଫିଟ୍ କରିବେନି, କହିଲା ଶୋଇବେ। ଆଉ ବହୁତ ଶାନ୍ତିରେ ଛାଡ଼ି ଦେଇଥିଲେ। ମୁଁ କାନ୍ଦେ ମୋ ପୁଅ ମରୁ, ଆମର ଯାହା ହଉ, କିନ୍ତୁ ଯେଝାର ଯେ ସୁଖରେ ଅଛନ୍ତି। ଆଉ କ'ଣ? ଆଉ ଯଦି ହଉଛି ଲାଷ୍ଟକୁ ଯଦି କେହି ବି ନ ଯିବେ ମୁଁ ଘୁଷୁରିକି ବରଂ ମରିବି ସେଇ ବାଟରେ ଦିଲ୍ଲୀ ଯିବି। ଦିଲ୍ଲୀ ଯିବି ମାନେ ଯିବି, ଦିଲ୍ଲୀ ଯିବି। ମୁଁ ଘୁଷୁରିକିରି ଦିଲ୍ଲୀ ଯିବି। ମୁଁ ଯାହାଟେ ଯୋଉଠି ଯୋଗାଡ଼ କରିକିରି ଏଇ କାହାକୁ ଯଦି ନ ପାଇବି କହୁଛି, ଏଇ ତମମାନେ କ'ଣ ମତେ କେହି ମୋ ଘର ମୋ ଗାଁ କେହି ନ କହି ଦିଲ୍ଲୀ ଯିବି, ପ୍ରଧାନମନ୍ତ୍ରୀ ପାଖକୁ ଯିବି, ଦ୍ରୌପଦୀ ମା ପାଖକୁ ଯିବି। ତାଙ୍କ ନାଁ କ'ଣ ମୁଁ ମନେ ପଡୁନି ତାଙ୍କ ନାଁ। ଦ୍ରୌପଦୀ ମା ପାଖକୁ ଯିବି। ସେ ଗୋଟେ ମାଟେ, ସେ ନିଜେ ଗୋଟେ ମାଟେ। ସେ ଆଜି ମୋ କୋଳ ଶୂନ୍ୟ ପାଉଛି ଦେଖୁଛି। ଯେତେବେଳେ ଜଗତର ମା'ଙ୍କ କୋଳ ଶୂନ୍ୟ ହେଇଯିବ ସେତେବେଳେ ପୁଣି ସେ ମା ତାର ହାତ ପାଇବଟି। ଗୋଟିଏ ମା କୋଳ ଶୂନ୍ୟ ହେଇଛି, ତାଙ୍କ ହାତ ପାଉନି। ଯେତେବେଳେ ସବୁ ମା କୋଳ ଶୂନ୍ୟ ହେଇଯିବ ହାତ ପାଇବଟି। ଏଇଠି ଥାଇକିରି ଲୋ ମା, ପ୍ରଭୁ ପ୍ରଧାନମନ୍ତ୍ରୀ, ପ୍ରଭୁ ମୁଖ୍ୟମନ୍ତ୍ରୀ, ପ୍ରଭୁ ମାଲ ଦବନି ମା। ମତେ ଆପଣ ପଚାରୁଛନ୍ତି, ଆପଣ ନିଜେ ମନକୁ ପଚାରୁନାହାନ୍ତି ଆପଣଙ୍କୁ କ'ଣ ଲାଗୁଛି? ମତେ ପଚାରୁଛନ୍ତି, ମତେ ଆସି 15 ଦିନ ହେଲାଣି ସବୁ ପଚାରୁଛ ଯେ ନିଜେ ମନକୁ ମନ, ତମ ମନକୁ ମନ ତମେ ପଚାରିଲ।
तुम्हें बड़ा पिला ना तमर को ସମସ୍ତେ କହୁଛନ୍ତି ତମ ମନକୁ ସବୁ ତମ ମନକୁ କ୍ୱେଶ୍ଚିନ୍ ତମ ମନକୁ ତମେ ପଚାର ତମ ମନ ତମର ସବୁ କଣ ଆସୁଛି गार बसु दुकान ଇଏ ଷଡ଼ଯନ୍ତ୍ର ହେଇନି ଯାହା ବି ହେଲେ ମୋ ପୁଅ ଛଡେ ମଣିଷ ସତ କିନ୍ତୁ ସାମାନ୍ୟ ମଣିଷ ନୁହଁ ମୁଁ ଗର୍ବର ସହିତ କହିବି ମୁଁ ଗର୍ବର ସହିତ କହୁଛି ମୁଁ କହୁଛି ମୋ ଛୁଆ ମଣିଷ देखो तो जो डाकी कुणाल को देखो तो सौम्य को कि माड़ मारथंती और फोन करथि कुणाल संगे रंजित पात्र आसी जे के कह जाउछि से आसीथिले बंचै बापू କିନ୍ତୁ ସେ ବି ତାକୁ ମାଡ଼ ମାରିବାରେ ସାମିଲ ହେଇଗଲେ ଗୋଟେ ଲୋକ ଫୋନ କରାଯାଉଛି ବଞ୍ଚେଇବାକୁ ନା ତାକୁ ଆହୁରି ଆଟାକ୍ କରିବା ପାଇଁ ଲାଗୁଛି ତାଙ୍କର କ'ଣ ପୂର୍ବ ଶତ୍ରୁତା ଥିଲା କି ତା ସହିତ ତମ ନିଜକୁ ପଚାର ନା ମୋର ଇଏ କଥା କୋଉଠି ପହଞ୍ଚୁଛି କହିଲ ମୁଁ ଜାଣିପାରୁନି ମୁଁ ମୂର୍ଖ ଲୋକ ବିଶ୍ୱ ସ୍ତରରେ ପହଞ୍ଚିବ ସବୁ ଯୋଉଠି କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏ କଥା ଶୁଣିବେ ସମସ୍ତଙ୍କ ପାଖେ ମୋହନ ପହଞ୍ଚୁଥିବ ମାଝୀ ବି ଏ କଥା ଶୁଣୁଛନ୍ତି ମୋ ଫଟୋକୁ ସମସ୍ତେ ଦେଖୁଛନ୍ତି ନା ତମେ ଖାଲି ଉଠେଇଛ ଖାଲି ଆସିକି 15 ଦିନରେ ଖାଲି ଉଠଉ ସମସ୍ତଙ୍କୁ ଆମେ ଲିଙ୍କ ପଠାଉଛୁ ସମସ୍ତଙ୍କୁ ଭିଡିଓ ପଠାଉଛୁ ଆପଣ ଯାହା କହିବେ କୁହନ୍ତୁ କ୍ରାଇମ ବ୍ରାଞ୍ଚ ଚାଲିଛି ଆପଣ ସିବିଆଇ ଯେମିତି କହିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଆପଣ କହିଥିଲେ ଦିଲ୍ଲୀ ଯିବେ ସେଟା ବି ଯାଇଛି ଦିଲ୍ଲୀ ଯିବି ହଁ ଦିଲ୍ଲୀ ଯିବି ବା କହୁଛି ଦିଲ୍ଲୀ ଯିବି ନ ଯାଇ ଯଦି କେହି ବି ନ ଯିବେ ନ ଯାଇ ପାରିଲେ ମଧ୍ୟ ପୁଅ ସାଥିରେ ସେଇ ବାଟରେ ମୁଁ ହଜିଯିବି କିନ୍ତୁ ମୁଁ ଯିବି ମୁଁ ଦିଲ୍ଲୀ ଯିବି ସେଇ ବାଟରେ ମୋ ପୁଅ ଭଳିଆ ଯଦି ମୁଁ ହଜି ଯାଇ ମତେ କେହି ବି ସପୋର୍ଟ କରି ନ ନେଲେ ମୁଁ ଯିବି ସେମିତି ଘୁଷୁଡିକିରି ଯିବି କେବଳ ଆଜି ବଞ୍ଚିଛି ମୋ ପୁଅ ନ୍ୟାୟ ପାଇଁକି ମୁଁ ବଞ୍ଚିକି ଅଛି ଧୈର୍ଯ୍ୟ ଧରିଛି ମୋ ନ୍ୟାୟ ପାଇଁକି ମୁଁ ଧୈର୍ଯ୍ୟ ଧରିକି ରହିଛି ହଉ ଦିନକୁ ଦିନ ମତେ କେତେ କଷ୍ଟ ହଉଛି ସେଟା ମୁଁ ଜାଣୁଛି ଏହାର ଯନ୍ତ୍ରଣା କେତେ ସେଟା ମୁଁ ଜାଣୁଛି ମୁଁ ସାରା ଜୀବନରେ ଯନ୍ତ୍ରଣା ସହିବି ସେମାନେ ରହିଲେ କଣ ମୋର କରିବେ ମୋ ଛୁଆକୁ ତ କଲବଲ କରି ମାରିଛନ୍ତି ମୁଁ ତ ଦେଖିପାରୁନି ତେବେ କଣ କେହି ଦେଖିପାରୁନା ତେବେ କେହି କଣ ଦେଖିପାରୁନା କି କଲବଲ କରି ଯନ୍ତ୍ରଣା କରିକି ମାରିଛନ୍ତି କି ଯନ୍ତ୍ରଣା କରିକି ମୋ ଛୁଆକୁ ମାରିଛନ୍ତି ତେବେ ତମ ମନ କହୁଛି ଇଏ ସଡନ କେସରେ ସାଙ୍ଗେ ସାଙ୍ଗେ କେସରେ ମୋ ଛୁଆକୁ ବାଡେଇକି ମାରିଛନ୍ତି ତମେ ନିଜେ କୁହ ତମ ମନକୁ ତମେ ନିଜେ କୁହ ମୋର କୋଉଠି ଏ କଥା କୋଉଠି ମୋର ପହଞ୍ଚୁଛି କହିଲ ଯାହା ଦେଖୁଥିଲୁ ନିଛାଟିଆ ରାସ୍ତାଟା ହଠାତ୍ 50 ରୁ 100 ଲୋକ କେମିତି ଏକାଠି ହେଇଗଲେ କୁହ ସେ ଫୋନ କରା କରିକି ତାଙ୍କର ଆଗରୁ ପ୍ଲାନିଂ ଅଛି ବୋଲି ସେ ଫୋନ କରା କରିକି ତାପରେ ଦେଇଛନ୍ତି ଏତେ ନିଛାଟିଆରେ ଏତେ ଲୋକ ଆସିବେ କୋଉଠୁ ତାପରେ 5 ଗାଁ ଲୋକ ଏକ ମନ ହବ କେମିତି ତମେ ତମ ମନକୁ ତମେ ପଚାରୁନା ତମେ ଯୋଉଠି ମୋ ଫଟୋ ପହଞ୍ଚୁଛି କୋଉ ମୁଖ୍ୟମନ୍ତ୍ରୀ ପ୍ରଭୁ ସୌମ୍ୟର କଣ ବନ୍ଧୁତା ଥିଲା ନା ରଞ୍ଜିତ ସହିତ ସୌମ୍ୟର ବନ୍ଧୁତା କଣ ନା ତାହେଲେ ଓମ କାହିଁକି କୁନାଲକୁ ଫୋନ କରିଥିଲା ସିଏ ଓମ୍ କାହିଁକି ଫୋନ କରିଥିଲା ସେଟା ଓମକୁ ପଚାର ମୋର ଦିଦିଟା ଜିମ୍ ମୋ ଜିମ୍ ରେ ସେ ତ କେତେ ଦିନ ଇଏ କରୁଥିଲା ଯୋଉ ଟ୍ରେନିଂ ଦଉଥିଲା ସେ ଟ୍ରେନିଂ ଦଉଥିଲା ଟ୍ରେନର ହେଇକି ଥିଲା ମାନେ ତ ଭୁବନେଶ୍ୱର ଜିମ୍ ଛୁଆଙ୍କର ନମ୍ବର ତା ପାଖରେ ଅଛି ଏପଟ ଅଡ଼ଶପୁର ଛୁଆଙ୍କର ଅଡ଼ଶପୁର ଜିମ୍ ରେ ଯେତେ ଛୁଆ ସେ ନମ୍ବର ଅଛି କୋଉ ପାଖରେ ଅଛି ସେ ବର୍ତ୍ତମାନ ଏଇଟା କାଟିବ କି କଣ କରିବ ମୁଁ ସେମିତି କହିପାରି ତା ପାଖରେ ଅଛି ନା ମୁଁ ଏଇଟା କଣ ମୁଁ ଭୁଲ କଥା କହୁଛି ଏଇ କଥା କଣ ମୁଁ ଭୁଲ କହୁଛି ମୋ ମୁଣ୍ଡ କାୱାଇକା ଠିକ ଅଛି ତ ମୁଁ କେତେ ଇଏ ଭିତରେ ରହିଛି ସେଟା କଣ ତ ନିଜେ ଜାଣିପାରୁଛ ତ କୋଉଠି ରହିଛି ସେ ଗାଁ ଲୋକଙ୍କ ସହିତ ରଞ୍ଜିତର କିଛି ଅଛି ସେଟା ତା କଥା ହବ ଗୋଟେ ପଏଣ୍ଟ ଯୋଉ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁଛି ଖବର ଯୋଉ ମୁଖ୍ୟମନ୍ତ୍ରୀ ମତେ ଦେଖୁଥିବେ ଇଏ ପ୍ରଧାନମନ୍ତ୍ରୀ ବି ମତେ ଦେଖୁଥିବେ ସେ ମା ଦ୍ରୌପଦୀ ମୁର୍ମୁ ସେ ମା ବି ମତେ ଦେଖୁଥିବେ ମୁଁ ତାଙ୍କ ପାଦ ପଦ୍ମ ତଳେ କାହିଁକି ବସିକି ଏଠି ଭିକ୍ଷା ମାଗୁଛି ମୋର କେହି ସାହା ନାହାନ୍ତି ମତେ ସାହା ମତେ ଟିକେ ନ୍ୟାୟ ଦିଅ ମୋର ଆଉ କେହି ନାହିଁ ମୁଁ ନିଃସନ୍ତାନ ମୋର ନିଃସନ୍ତାନ ସାହା ନାହିଁ ସମସ୍ତେ ଯାଆନ୍ତୁ ଦେଖିଲା ଲୋକ ଯାଆନ୍ତୁ ଶୁଣିଲା ଲୋକ ଯାଆନ୍ତୁ ଭିଡିଓ ସୁଟିଂ ଯିଏ କରିଛି ସିଏ ବି ଯାଉ ସମସ୍ତଙ୍କୁ ଆରେଷ୍ଟ ହଉ ମୁଁ ଚାହୁଁଛି ସମସ୍ତଙ୍କୁ ଆରେଷ୍ଟ ହଉ
ମୋ ପୁଅମାନଙ୍କୁ ଯେଉଁମାନେ ବାଡ଼େଇକିରି ମାରିଛନ୍ତି ସେମାନଙ୍କୁ ଚାହୁଁଛି ମୁଁ ତାଙ୍କୁ ଫାଶୀ ଦିଆଯାଉ। ଯଦି ଫାଶୀ ନ ଦେଇ ପାରୁଛନ୍ତି ତାହେଲେ ମୋ ହାତରେ ହତ୍ୟାର ଧରି ଦିଅନ୍ତୁ। ଫାଶୀ ତ ଉଠି ଯାଇଛି କହୁଛନ୍ତି ନାହିଁ ନା, ତାହେଲେ ମୋ ହାତରେ ହତ୍ୟାର ଧରି ଦିଅନ୍ତୁ। ମୁଁ ସେ ଯେମିତି ରାକ୍ଷସ ବୋଲି ସବୁ ମାରିଦେଇଛନ୍ତି ମୋ ଛୁଆ। ମୁଁ ସେ ଗୋଟେ ରାକ୍ଷସ। ପୋଲିସ ଏପର୍ଯ୍ୟନ୍ତ 4 ଜଣ ସେ ଆରେଷ୍ଟ ହବାକୁ ନାହାନ୍ତି। ଓମ୍ ତ ନିଜେ କହୁଛି ସେ ବି ଏପର୍ଯ୍ୟନ୍ତ ଆରେଷ୍ଟ ହବାକୁ ନାହାନ୍ତି। ଆଉ ସେ ବି ତ ଆରେଷ୍ଟ କଣ, ତାଙ୍କୁ ତ ଫାଶୀ ହେବା କଥା। କାହିଁକିନା ଗଭର୍ଣ୍ଣମେଣ୍ଟର କଣ ଏତେ ପଇସା ଅଧିକା, ଯାହା ତାର ତ ନାହିଁ ସେ ଧର୍ମ ପୋଷାକ ପିନ୍ଧିବାର ତାର ତ ଇଏ ନାହିଁ। ସିଏ ତାକୁ କାହିଁ ପିନ୍ଧିବାକୁ ଦେଇଛି, କାହିଁ ସେ ପିନ୍ଧିବାକୁ ଦେଇଛି, ସେ କାହିଁ ସେ ବର୍ଦ୍ଦି ତା ଝିଅରୁ କାହିଁ ଖୋଲୁନାହାନ୍ତି, ତାକୁ କାହିଁ ହାଣୁନାହାନ୍ତି, ତାକୁ କାହିଁ ସିଡ଼ି ଦଣ୍ଡ ଦଉନାହାନ୍ତି। ଯଦି ନ ଦେଇ ପାରୁନାହାନ୍ତି ମତେ କହୁନାହାନ୍ତି, ମୁଁ ହାଣିଦେବି। ମୋ ସାମ୍ନାକୁ ଆଣୁନାହାନ୍ତି, ତାକୁ ହାଣିଦେବି, ମୁଁ ତାକୁ ଜାଣିକି ହାଣିଦେବି। ସେଥିରେ ପୋଲିସର ହାତ ଅଛି। ସେମାନେ ସବୁ କଥା ହେଇକି ସବୁ ତାଙ୍କର ଇଏ କରିଛନ୍ତି। ଆଉ ଇଏ ତ ମତେ ତ ପଚାରୁଛ, ମୋ ମୁଣ୍ଡ ତ ଏତେ ପାଉନି କହିବାକୁ। ଏ ତ ଜଳ ହେଇକି 5 ବର୍ଷର ଛୁଆ ବି ଯାହା ହିସାବ ପାଇପାରିବ। ଆଉ ମତେ ଏତେ ପ୍ରକାର 15 ଦିନ ହେଲାଣି ପଚରା ହଉଛି। ଏ ତ ନା ଓମ୍ ର କଥା କହୁଛି, ଓମ୍ ର ଲାଗୁଛି ଏଥିରେ କିଛି ତାର ସନ୍ଦେହ ଘେରକୁ ଆସୁଛି କି? ସେ ଗୋଟାକ ଆମେ କେମିତି କହିବୁ? ସେ ଗୋଟାକ ଓମ୍ କଥାଟା ଯୋଉ ବାର ପଚାରୁଛ ଓମ୍ କଥା, ତାଙ୍କ ଭିତରେ ମଝିରେ ଝଗଡା ହେଇଥିଲା ଜିମ୍ କୁ ନେଇକି, ପୁଣି କଣ ଓମ୍ ର ସୌମ୍ୟ ମାନେ ସୌମ୍ୟ ଭାଇଙ୍କର ଜିମ୍ ରେ ଓମ୍ କଣ କରୁଥିଲେ? ଝଗଡା ବି ହେଇଥିଲା ତାଙ୍କର ମଝିରେ, କିଛି କାରଣ ଝଗଡା କଣ? ସେ କହିଲା, ମୁଁ ନିଜେ ଶୁଣିଛି, ପୁଅ ଏଇଠି ରୁମରେ ଶୋଇକି ମା ପୁଅ ଶୋଇଥିଲୁ, ଫୋନ କରୁଥିଲା, ମୁଁ ପୁଅକୁ ଟିକେ ଆଉଁସି ଦଉଥିଲି, ସେଠି ଶୋଇଥିଲି। କହିଲା ଓମ୍ ତୁ ଏପଟ ଜିମ୍ ରେ 4-5 ଲକ୍ଷ ଟଙ୍କା ଭଳିଆ ଖର୍ଚ୍ଚ କରିଛି। ଆଉ ଓମ୍ ଟିକେ ଭଲ ଟ୍ରେନର, ଭଲ କାମ କରେ। ଆଉ ପୁଅ ବି ତାକୁ ବହୁତ ଭଲ ପାଏ, ସିଏ ବି ପୁଅକୁ ଭଲ ପାଏ, ପୁଅ ବି ତାକୁ ବହୁତ ଭଲ ପାଏ। ମାମୁଁ ଭଣଜା ସମ୍ପର୍କ, ସମ୍ପର୍କ ଗାଁର ପୁଅ ତ ମାମୁଁ ଭଣଜା ସମ୍ପର୍କ। ସେ କହିଲା ତୁ ଟିକେ ଭୁବନେଶ୍ୱର ଜିମରୁ ଟିକେ ଯା ଭାରି, ଅଡ଼ଶପୁର ଜିମରେ ଟିକେ ରହ, 2 ମାସ ଖଣ୍ଡେ ସେଠି ରହିଯା। ନା ମୁଁ ରହିବି। ଇଏ ଯେତେ ଜିଦ୍ କରି କହିଛି, ମୁଁ ସେଇଟା କାନରେ ଶୁଣୁଛି। ସେ ସେତେ ଜିଦ୍ କରି କହିଲା ମୁଁ ରହିବି। କଣ ପାଇଁ ମନା କଲା? କହିଥିବ କିଛି କାରଣ? କହିଲା ମୁଁ ଭୁବନେଶ୍ୱରରେ ଯଦି ରହିବି, ଅଡ଼ଶପୁରରେ ମୁଁ ରହିବି। ଅଡ଼ଶପୁରରେ ରହିବାକୁ ମନା କଲା। ମନା କରିକି ରହିଲା ନାହିଁ। ତାପରେ କିଛି ଦିନ ତାଙ୍କ ଭିତରେ ତିକ୍ତତା ହେଇଥିବ, ତାହେଲେ ପୁଣି 2 ଜଣ ମିଶିକି କାହିଁକି ଯାଉଥିଲେ? ପୁଣି ସେଇ ଏବେ କହିଲା ମୁଁ ଶିଖିବି ବୋଲିକି, ମାନେ ସେ ନିଜେ ତ ସବୁଦିନ ପୁଣି ଗୋଟେ ଶିଖିବ ନା ନାହିଁ। ବଡିଟା ସେଟା ଡେଲି ନ ଶିଖିଲେ ତ ବଡି ରହିବନି ନା। ନିଜେ ଶିଖିବା ପାଇଁ କି 600 ଟଙ୍କା ଦେଇକି ପୁଣି ଆଡମିସନ କରିଥିଲା। ମାନେ ଆମ ଜିମରେ ସିଏ ମାନେ ଟ୍ରେନର ହିସାବରେ ନଥିଲା, 600 ଟଙ୍କା ଦେଇକି ଆଡମିସନ କରିଥିଲା। ଯୋଉଦିନ ସୌମ୍ୟ ଗଲେ ଘରୁ, କଣ କହିକି ଗଲେ ଆପଣଙ୍କୁ? ସେ ମତେ କହିଲା ଯେ ମୁଁ ଯାଉଛି ଆଡିସନାଲ ଡିଟି, ସେଥିରେ ଆଡିସନାଲ ଡିଟି ପାଖକୁ ମୁଁ ଯାଉଛି। ତାପରେ ମୁଁ ଶୁଣିଲି ଯେ ଏଠୁ ସବୁ ସେ ଆଡିସନାଲ ଡିଟି ପାଖକୁ କହିକିରି ଏଠୁ ପଳେଇଗଲା। ମୁଁ ସେତେବେଳେ ଗାଧେଇକି ଆସିକି ଲୁଗାଟା ପିନ୍ଧିଥିଲି, ମୁଁ ସଡନ ଲୁଗା ପିନ୍ଧିକି ତା ପଛେ ପଛେ ଚାଲିକି ଗଲି। ମୁଁ ଜିମ୍ ଯାଇଥିଲି ଯେ ଆଡିସନାଲ ଡିଟି ପାଖକୁ ମୁଁ ତାକୁ ଛାଡିବିନି। କହିଲା ତ ମୁଁ ଯାଉଛି, ସିଏ ତାର ଏଡିଟ ପାଖକୁ ଆଉ ଯିବାକୁ ଇଚ୍ଛା ନଥିଲା, ସିଏ ମୋ ବାଧ୍ୟରେ ସେ ଯାଉଥିଲା।